नमस्कार दर्शक बंधु। आज 17 जुलाई 2026 ଏହି ସ୍ୱତନ୍ତ୍ର ସମାଚାର ବୁଲେଟିନକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଶାର କୋଣ ଅନୁକୋଣରୁ ଆରମ୍ଭ କରି ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରର ପ୍ରମୁଖ 40ଟି ବଡ଼ ଖବର ସମ୍ପୂର୍ଣ୍ଣ ବିଶ୍ଳେଷଣ ନେଇ ଆମେ ଆସିଛୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ବିଷୟରେ ଅପଡେଟ୍ ରୁହନ୍ତୁ। ପ୍ରଥମେ ନଜର ପକାଇବା ଆମ ନିଜ ଓଡ଼ିଶା ରାଜ୍ୟର ଅତି ଗୁରୁତ୍ୱପୂର୍ଣ୍ଣ ସମାଚାର ଉପରେ। ପ୍ରଥମ ବଡ଼ ଖବର ଆସୁଛି ପବିତ୍ର ଶ୍ରୀକ୍ଷେତ୍ର ପୁରୀରୁ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ 3 ରଥ ଉପରେ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଛନ୍ତି। ସୁବର୍ଣ୍ଣ ଖଡ଼ିକାରେ ରଥ ସଫା କରି ମହାପ୍ରଭୁଙ୍କ ସମ୍ମୁଖରେ ସବୁଠାରୁ ବଡ଼ ସେବକ ଭାବେ ନିଜର ନମ୍ରତା ପ୍ରଦର୍ଶନ କରିଛନ୍ତି ଗଜପତି ମହାରାଜ। ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କଲା ଓଡ଼ିଶା ଅଗ୍ନିଶମ ବାହିନୀ। ଖବର ମିଳିଛି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଅସମ୍ଭାଳ ଭିଡ଼ ଏବଂ ପ୍ରବଳ ଗରମ ଯୋଗୁଁ ଅଣନିଶ୍ୱାସୀ ହୋଇପଡ଼ିଥିବା ପ୍ରାୟ 100ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ସଫଳତାର ସହ ଉଦ୍ଧାର କରି ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଛି ଓଡ଼ିଶା ଅଗ୍ନିଶମ ବାହିନୀ। ମହାପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ରିଲିଜ ଉପରେ ହାଇକୋର୍ଟଙ୍କ ରହିତାଦେଶ। ଚଳଚ୍ଚିତ୍ରରେ ଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ତଥ୍ୟକୁ ବିକୃତ କରି ପ୍ରଦର୍ଶନ କରାଯାଇଥିବା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଆଧାର କରି ଓଡ଼ିଶା ହାଇକୋର୍ଟ ଏହି ଆନିମେଟେଡ୍ ଫିଲ୍ମର ରିଲିଜ ଉପରେ ସାମୟିକ ରହିତାଦେଶ ଜାରି କରିଛନ୍ତି। ନୂଆ ରୂପରେ ବଲାଙ୍ଗୀର ରେଳ ଷ୍ଟେସନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ। ପଶ୍ଚିମ ଓଡ଼ିଶାର ବିକାଶ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 20 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯାଇଥିବା ବଲାଙ୍ଗୀର ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଷ୍ଟେସନରେ ସମ୍ବଲପୁରୀ ହସ୍ତତନ୍ତ ଓ ଆଦିବାସୀ କଳାର ସୁନ୍ଦର ଝଲକ ଦେଖିବାକୁ ମିଳିଛି। ଗ୍ରିଡ୍କୋ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣର ନେତୃତ୍ୱ ନେଉଛି। ଓଡ଼ିଶାକୁ ଏକ ଗ୍ରୀନ୍ ଷ୍ଟେଟ୍ ବା ପରିବେଶ ଅନୁକୂଳ ରାଜ୍ୟରେ ପରିଣତ କରିବା ଦିଗରେ ଓଡ଼ିଶା ସରକାରଙ୍କ ସଂସ୍ଥା ଗ୍ରିଡ୍କୋ ଏକ ବିରାଟ ନିଷ୍ପତ୍ତି ନେଇଛି। ରାଜ୍ୟରେ ଅକ୍ଷୟ ଶକ୍ତି ଏବଂ ସୌରଶକ୍ତିର ବ୍ୟବହାର ବୃଦ୍ଧି କରିବା ପାଇଁ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାୟବ ହୋଇଥିବା ଅଭିଯୋଗରେ ରାଜ୍ୟ ପୁଲିସ ପକ୍ଷରୁ ପୂର୍ବତନ ଆଇଟି ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରାକେଶ ବର୍ମାଙ୍କୁ ସମନ ଜାରି କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ଓଡ଼ିଶା କ୍ୟାବିନେଟ୍ ଦ୍ୱାରା ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ଗାଇଡଲାଇନ୍ ମଞ୍ଜୁର। ମହିଳାମାନଙ୍କ ପାଇଁ ଏକ ବଡ଼ ଏବଂ ଖୁସିର ଖବର। ଓଡ଼ିଶା କ୍ୟାବିନେଟ୍ ବୈଠକରେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ସ୍ୱତନ୍ତ୍ର ଗାଇଡଲାଇନକୁ ମଞ୍ଜୁରୀ କରାଯାଇଛି। ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ଏବଂ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ସୂଚନା ପାଣିପାଗକୁ ନେଇ ଆଗାମୀ 4 ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାର ବନ ବିଭାଗ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏକ ବିରାଟ ଅଭିଯାନ ଆରମ୍ଭ କରିଛି। ଚଳିତ ମୌସୁମୀ ଋତୁରେ ସାରା ରାଜ୍ୟରେ ପ୍ରାୟ 5 କୋଟି ବୃକ୍ଷରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ସହାୟତାରେ ମାଗଣାରେ ଚାରା ମଧ୍ୟ ବଣ୍ଟନ କରାଯାଉଛି। ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର। ମୟୂରଭଞ୍ଜର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସର୍ବଶେଷ କ୍ୟାମେରା ଟ୍ରାପ୍ ରିପୋର୍ଟ ଅନୁଯାୟୀ ଏଠାରେ ଅନେକ ନୂଆ ବାଘ ଶାବକ ଏବଂ ଦୁର୍ଲଭ କଳାବାଘ ମଧ୍ୟ ଚିହ୍ନଟ ହୋଇଛି। ଦୁର୍ଗମ ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା କରାଯିବା ସହ ବର୍ଷା ଦିନେ ହେଉଥିବା ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ଚିଲିକା ହ୍ରଦରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ସ୍ଥିର ଥିବା ନେଇ ଏକ ରିପୋର୍ଟ। ଏସିଆର ସର୍ବବୃହତ ଚିଲିକା ହ୍ରଦରେ ଚଳିତ ବର୍ଷ ମଧ୍ୟ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ସ୍ଥିର ଏବଂ ସନ୍ତୋଷଜନକ ରହିଛି। ପକ୍ଷୀ ଶିକାର ରୋକିବା ପାଇଁ ବନ ବିଭାଗ କଡ଼ା ପେଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବିଦେଶରୁ ଆସୁଥିବା ଅତିଥି ପକ୍ଷୀମାନେ ଚିଲିକାରେ ବେଶ୍ ସୁରକ୍ଷିତ ଥିବା ସୂଚନା ମିଳିଛି। ଯିବା ଆଗାମୀ ନ୍ୟୁଜକୁ। ସାଧାରଣ ନାଗରିକ ସୁବିଧା ପାଇଁ ଓଡ଼ିଶା ପୁଲିସ ଏକ ଅତ୍ୟାଧୁନିକ ଡିଜିଟାଲ ପୋର୍ଟାଲ ଆରମ୍ଭ କରିଛି। ଏବେ ଲୋକେ ଥାନାକୁ ନ ଯାଇ ନିଜ ମୋବାଇଲ ସାହାଯ୍ୟରେ ଅନଲାଇନ୍ ଅଭିଯୋଗ କରିପାରିବେ। ଏହା ସହିତ ପାସପୋର୍ଟ ଏବଂ ଚରିତ୍ର ପ୍ରମାଣପତ୍ର ଭେରିଫିକେସନ ମଧ୍ୟ ଅତି ସହଜ ଓ ଶୀଘ୍ର ହୋଇପାରିବ। ସ୍ମାର୍ଟ ସିଟି ଭୁବନେଶ୍ୱର ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ବ୍ୟସ୍ତବହୁଳ ଛକ
ଏବଂ ମୁଖ୍ୟ ମାର୍ଗଗୁଡ଼ିକୁ ଚଉଡ଼ା କରାଯିବା ସହ ରାସ୍ତା କଡ଼ରେ ଗଛ ଲଗାଇବା ଏକ ସୁନ୍ଦର ସବୁଜ କରିଡରର ବ୍ୟବସ୍ଥା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା। ପଶ୍ଚିମ ଓଡ଼ିଶାର ଶିକ୍ଷା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ନୂଆ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର UGC ସ୍ୱତନ୍ତ୍ର ପାଣ୍ଠି ମଞ୍ଜୁର କରିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଗବେଷଣାର ସୁଯୋଗ ପାଇପାରିବେ। ଏବେ ଆସନ୍ତୁ ନଜର ପକାଇବା ଆମ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଜାତୀୟ ଖବରଗୁଡ଼ିକ ଉପରେ। ଜାତୀୟ ସ୍ତରରେ ପ୍ରଥମ ବଡ଼ ଖବର, ଦେଶର କୃଷି କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ନୂଆ କୀର୍ତ୍ତିମାନ। କେନ୍ଦ୍ର କୃଷି ମନ୍ତ୍ରଣାଳୟ ସୂଚନା ଅନୁସାରେ ଭାରତ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 36 ମିଲିୟନ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ସରକାରଙ୍କର ଉନ୍ନତ କୃଷିନୀତି ଏବଂ ଚାଷୀଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି। ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଲୋକାର୍ପଣ। ଭାରତୀୟ ରେଳବାଇ ଇତିହାସରେ ଏକ ନୂଆ ବିପ୍ଳବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପରିବେଶ ଅନୁକୂଳ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି। ହରିୟାଣାର ଜିନ୍ଦ୍ ଷ୍ଟେସନରୁ ଏହାର ଶୁଭାରମ୍ଭ ହୋଇଛି, ଯାହା ପ୍ରଦୂଷଣମୁକ୍ତ ପରିବହନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉଡ଼ାନ ଯୋଜନାରେ ସଂଯୋଗ ହେବ 120ଟି ନୂଆ ସହର। କେନ୍ଦ୍ର ସରକାରଙ୍କର ଉଡ଼ାନ ଯୋଜନାରେ ଯୋଡ଼ି ହେବାକୁ ଯାଉଛି ଆଉ କିଛି ନୂଆ ସହର। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦେଶର ଆଉ 120ଟି ଛୋଟ ସହରକୁ ଶସ୍ତା ବିମାନ ସେବା ଯୋଗାଇ ଦିଆଯିବ, ଯାହାଫଳରେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ମଧ୍ୟ ସହଜରେ ବିମାନ ଯାତ୍ରା କରିପାରିବେ। ଆନିମେଟେଡ୍ ଫିଲ୍ମ ମାମଲାରେ ସୁପ୍ରିମକୋର୍ଟରେ ପହଞ୍ଚିଲା। ଓଡ଼ିଶା ହାଇକୋର୍ଟ ଦ୍ୱାରା ବ୍ୟାନ୍ କରାଯାଇଥିବା ମହାପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମର ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ଜରୁରୀ ଖଣ୍ଡପୀଠ ଶୀଘ୍ର ଶୁଣାଣି କରିବାକୁ ସହମତି ପ୍ରକାଶ କରିଛି। ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟର ଦୈନିକ ଯାଞ୍ଚ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ଆନ୍ଦୋଳନକୁ ନେଇ ଦିଲ୍ଲୀ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାର ଆଶଙ୍କା ଥିବାରୁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ଦୈନିକ ଡାକ୍ତରୀ ଯାଞ୍ଚ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରୋ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଇସ୍ତଫା ରୋକିବାର ନୂଆ ନିର୍ଦ୍ଦେଶ। ଇସ୍ରୋର ଗୁରୁତ୍ୱପୂର୍ଣ୍ଣ ଗଗନଯାନ ମିଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବଡ଼ ପଦକ୍ଷେପ। ମହାକାଶ ବିଭାଗ ତରଫରୁ ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି, ଯେଉଁଥିରେ ଅଭିଜ୍ଞ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଚାକିରି ଛାଡ଼ିବା ପ୍ରକ୍ରିୟାକୁ ରୋକିବା ପାଇଁ ସେମାନଙ୍କ ଦରମା ଓ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବାକୁ କୁହାଯାଇଛି। ମହାକାଶ ଗବେଷଣାକୁ ନିରନ୍ତର ରଖିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ CAFE-3 ନିୟମର ଡ୍ରାଫ୍ଟ ଜାରି। କାର୍ ପ୍ରଦୂଷଣ ରୋକିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ସରକାର ନୂଆ CAFE-3 ନିୟମର ଡ୍ରାଫ୍ଟ ଜାରି କରିଛନ୍ତି। 2027 ଏପ୍ରିଲରୁ ଏହା ଲାଗୁ ହେବାକୁ ଯାଉଛି, ଯେଉଁଥିରେ ଇଥାନଲ ଏବଂ ଜୈବିକ ଇନ୍ଧନ ଗାଡ଼ିଗୁଡ଼ିକ ଅଧିକ ଗୁରୁତ୍ୱ ଏବଂ ରିହାତି ପ୍ରଦାନ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ନୌସେନାରେ ସାମିଲ ହେଲା ନୂଆ ଜାହାଜ ଭାଲଭାନ୍। ଭାରତୀୟ ନୌସେନାର ଶକ୍ତିରେ ପୁଣି ଏକ ନୂଆ ଅସ୍ତ୍ର ଯୋଡ଼ି ହୋଇଛି। ଆଣ୍ଟି ସବମରିନ୍ ଯୁଦ୍ଧ ଜାହାଜ ମାଲାଭାନ୍କୁ ସଫଳତାର ସହ ନୌସେନାରେ ସାମିଲ କରାଯାଇଛି। ସାମୁଦ୍ରିକ ସୀମାର ସୁରକ୍ଷା ଏବଂ ଶତ୍ରୁ ପକ୍ଷର ସବମରିନ୍ ଉପରେ ନଜର ରଖିବା ପାଇଁ ଏହି ଯୁଦ୍ଧ ଜାହାଜ ବିଶେଷ ସହାୟକ ହେବ। ରାଜ୍ୟସଭାରୁ TMC ସାଂସଦ କୋଏଲ ମଲ୍ଲିକଙ୍କ ଇସ୍ତଫା। ରାଜନୈତିକ ସରଗରମ ଖବର, ତୃଣମୂଳ କଂଗ୍ରେସର ଲୋକପ୍ରିୟ ସାଂସଦ ରୁକ୍ମିଣୀ କୋଏଲ ମଲ୍ଲିକ ନିଜର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଉପରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି, ଯାହାକୁ ନେଇ ଏବେ ବଡ଼ ଚର୍ଚ୍ଚା ଜୋରସୋର ଧରିଛି। IMD ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଆଲର୍ଟ। ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି। ଆସାମ, ମେଘାଳୟ ପରି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରଳୟଙ୍କରୀ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଭୂସ୍ଖଳନ ନେଇ ଯାତ୍ରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଡିଜେଲ ଏବଂ ATF ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ ବୃଦ୍ଧି କଲେ ସରକାର। ପେଟ୍ରୋଲିୟମ ବଜାରରୁ ବଡ଼ ଖବର, କେନ୍ଦ୍ର ସରକାର ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନି ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ ବୃଦ୍ଧି କରିଛନ୍ତି, କିନ୍ତୁ ଅନ୍ୟପଟେ ପେଟ୍ରୋଲ ରପ୍ତାନି ଶୁଳ୍କ ହ୍ରାସ କରି ତୈଳ ରପ୍ତାନିକାରୀ ସଂସ୍ଥାଗୁଡ଼ିକୁ ସାମାନ୍ୟ ଆଶ୍ୱାସନା ମଧ୍ୟ ପ୍ରଦାନ କରିଛନ୍ତି। 2030 ସୁଦ୍ଧା 500 ଜିଗାୱାଟ ଅକ୍ଷୟ ଶକ୍ତି ହାସଲ ପାଇଁ ଭାରତର ବଡ଼ ପଦକ୍ଷେପ। ଭାରତ ନିଜର ପରିବେଶ ସୁରକ୍ଷା ଚୁକ୍ତିକୁ ପୂରଣ କରିବା ପାଇଁ 2030 ସୁଦ୍ଧା 500 ଜିଗାୱାଟ ଅକ୍ଷୟ ଶକ୍ତି ହାସଲ କରିବା ଦିଗରେ ଦ୍ରୁତ ପଦକ୍ଷେପ ନେଇଛି। କୋଇଲା ଚାଳିତ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା କମାଇ ଏବେ ସୌରଶକ୍ତିକୁ ଅଧିକ ପ୍ରୋତ୍ସାହନ କରାଯାଉଛି। ସେବି ଦ୍ୱାରା FNO କାରବାର ଉପରେ ନୂଆ କଟକଣା। ସେୟାର ବଜାର ନିବେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। କ୍ଷୁଦ୍ର ଏବଂ ରିଟେଲ ବ୍ୟବସାୟୀମାନଙ୍କୁ ମାର୍କେଟରେ ବଡ଼ ଆର୍ଥିକ କ୍ଷତିରୁ ରକ୍ଷା କରିବା ପାଇଁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ
ଡେରିଭେଟିଭ୍ ମାର୍କେଟ କାରବାର ପାଇଁ ମାର୍ଜିନ୍ ସୀମାକୁ ବହୁ ପରିମାଣରେ କଡ଼ାକଡ଼ି କରିଛନ୍ତି। ନବମ ଶ୍ରେଣୀରେ ତୃତୀୟ ଭାଷା ଚାପ ନ ଦେବାକୁ ସୁପ୍ରିମକୋର୍ଟଙ୍କ ମତ। ଛାତ୍ରଛାତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ ପାଇଛି। ନବମ ଶ୍ରେଣୀରୁ ପିଲାମାନଙ୍କ ଉପରେ ବାଧ୍ୟତାମୂଳକ ଭାବେ ତୃତୀୟ ଭାଷା ଶିକ୍ଷାର ବୋଝ ନ ଲଦିବା ପାଇଁ ସୁପ୍ରିମକୋର୍ଟ ଶିକ୍ଷା ବୋର୍ଡକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ପିଲାଙ୍କ ମାନସିକ ଚାପ ହ୍ରାସ ପାଇବ ବୋଲି କୁହାଯାଉଛି। ଇ-ରୂପୀ କାରବାର ସଂଖ୍ୟାରେ ରେକର୍ଡ ସ୍ତର ବୃଦ୍ଧି। ଭାରତ ସରକାର ଏବଂ ଆରବିଆଇ ଦ୍ୱାରା ପ୍ରସ୍ତୁତ ଡିଜିଟାଲ ରୂପୀର ବ୍ୟବହାର ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସବିଶେଷ ରିପୋର୍ଟ ଅନୁସାରେ ଦୈନିକ ଡିଜିଟାଲ ରୂପୀ କାରବାର ସଂଖ୍ୟା 10 ଲକ୍ଷ ଟ୍ରାଞ୍ଜାକ୍ସନ ଅତିକ୍ରମ କରୁଛି, ଯାହା ଏକ ବଡ଼ ରେକର୍ଡ। ବନ୍ଧୁଗଣ, ଆସନ୍ତୁ ଏବେ ନଜର ପକାଇବା ବିଶ୍ୱ ବଜାର, ପ୍ରଯୁକ୍ତିବିଦ୍ୟା ଏବଂ ଭୂ ରାଜନୀତି ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଖବର ଉପରେ। ପ୍ରଥମେ ନଜର ପକାଇବା ୟୁରୋପୀୟ ସଂଘର ପ୍ରଥମ ଥର ପାଇଁ ବିପଜ୍ଜନକ ଏସୀୟ ବିଟଲ୍ କୀଟ ଉପରେ। ଆନ୍ତର୍ଜାତିକ ସ୍ତରରୁ ଆସିଛି ପରିବେଶକୁ ନେଇ ଚିନ୍ତାଜନକ ଖବର। ୟୁରୋପୀୟ ସଂଘର ହଙ୍ଗେରୀ ଓ ସ୍ଲୋଭାକିଆ ଜଙ୍ଗଲରେ ପ୍ରଥମ ଥର ପାଇଁ ଅତି ବିପଜ୍ଜନକ କୀଟ ଏସୀୟ ବିଟଲ୍ ଠାବ କରାଯାଇଛି। ଏହି କୀଟ ବଣ, ଜଙ୍ଗଲ ଓ କୃଷି ଫସଲକୁ ନଷ୍ଟ କରୁଥିବାରୁ ସେଠାକାର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଶାରୀରିକ ଏଆଇ କ୍ଷେତ୍ରରେ ଏନ୍ଟିଟି ଡାଟା ବିଶ୍ୱର ଶ୍ରେଷ୍ଠ ସଂସ୍ଥା। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏନ୍ଟିଟି ଡାଟା ବିଶ୍ୱର 1 ନମ୍ବର ସଂସ୍ଥାର ମାନ୍ୟତା ପାଇଛି। ପ୍ରସିଦ୍ଧ ଗାର୍ଟନ ରିପୋର୍ଟ ଅନୁଯାୟୀ ରୋବୋଟିକ୍ସ ଏବଂ ସ୍ମାର୍ଟ ଉଦ୍ୟୋଗ ପାଇଁ ବ୍ୟବହୃତ ହେଉଥିବା ଫିଜିକାଲ ଏଆଇ ବଜାରରେ ଏନ୍ଟିଟି ଡାଟାକୁ ଶ୍ରେଷ୍ଠ ଲିଡର ଘୋଷଣା କରାଯାଇଛି। ଆମେରିକା ମୁଦ୍ରାସ୍ଫୀତି ଯୋଗୁଁ ବିଶ୍ୱ ସେୟାର ବଜାରରେ ହଲଚଲ। ଆମେରିକାରେ ବଢ଼ୁଥିବା ମୁଦ୍ରାସ୍ଫୀତି ଯୋଗୁଁ ବିଶ୍ୱର ପ୍ରମୁଖ ସେୟାର ବଜାରରେ ବିରାଟ ହଲଚଲ ଦେଖିବାକୁ ମିଳିଛି। ୱାଲଷ୍ଟ୍ରିଟ୍ର ପ୍ରଭାବ ଏସିଆନ ଏବଂ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି, ଯେଉଁଥିରେ ପ୍ରମୁଖ ଆଇଟି ଓ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ସେୟାର ମୂଲ୍ୟରେ ବହୁତ ପରିମାଣରେ ହ୍ରାସ ଘଟିଛି। ଇରାନ ସୀମାରେ ଆମେରିକାର ସାମରିକ ବିମାନ ଆକ୍ରମଣ। ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି। ଇରାନ ସୀମା ନିକଟରେ ଆମେରିକା ବାୟୁସେନା ଦ୍ୱାରା ସାମରିକ ବିମାନ ଆକ୍ରମଣ କରାଯାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ଆନ୍ତର୍ଜାତୀୟ ଜଳପଥରେ ଜଳଦସ୍ୟୁତା କରୁଥିବା ଶକ୍ତିଙ୍କ ବିରୋଧରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣ ପରେ ପଶ୍ଚିମ ଏସିଆ କ୍ଷେତ୍ରରେ ପୁଣି ଥରେ ଯୁଦ୍ଧ ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଜାତିସଂଘ ଜଳବାୟୁ ବୈଠକ ଗ୍ରୀନ୍ ଫାଇନାନ୍ସ ଉପରେ ଜୋର। ଧନୀ ଦେଶମାନଙ୍କୁ ଆହ୍ୱାନ। ଜାତିସଂଘ ପକ୍ଷରୁ ଆୟୋଜିତ ଜଳବାୟୁ ପୂର୍ବ ପ୍ରସ୍ତୁତି ବୈଠକରେ ବିକାଶଶୀଳ ଦେଶଗୁଡ଼ିକ ପରିବେଶ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରିବାକୁ ବିକଶିତ ରାଷ୍ଟ୍ରମାନଙ୍କୁ କୁହାଯାଇଛି। 2035 ସୁଦ୍ଧା ଅଙ୍ଗାରକାମ୍ଳ ଓ କୋଇଲା ବ୍ୟବହାରକୁ 40% ହ୍ରାସ କରିବା ପାଇଁ ସବୁ ସଦସ୍ୟ ଦେଶ ମିଳିତ ଚୁକ୍ତିନାମା କରୁଛନ୍ତି। ମାଇକ୍ରୋସଫ୍ଟ କ୍ଲାଉଡ ବିଭ୍ରାଟ ଯୋଗୁଁ ବିଶ୍ୱବ୍ୟାପୀ ବିମାନ ସେବା ଠପ୍। ମାଇକ୍ରୋସଫ୍ଟର କ୍ଲାଉଡ ସର୍ଭର ବିଭ୍ରାଟ ଯୋଗୁଁ ବିଶ୍ୱବ୍ୟାପୀ ବିମାନ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ବିମାନବନ୍ଦରରେ ଟିକେଟିଂ ଏବଂ ରାଡାର ବ୍ୟବସ୍ଥା ପ୍ରଭାବିତ ହେବାରୁ ଭାରତ ଏବଂ ଆମେରିକା ଭଳି ବଡ଼ ଦେଶର ଶତାଧିକ ଉଡ଼ାଣ ବାତିଲ କରାଯାଇଛି। ବିଶ୍ୱବ୍ୟାପୀ ଡେଙ୍ଗୁ ଜ୍ୱର ବୃଦ୍ଧି ନେଇ ଡବ୍ଲ୍ୟୁଏଚ୍ଓର ସତର୍କତା। ଡବ୍ଲ୍ୟୁଏଚ୍ଓ ବିଶ୍ୱବ୍ୟାପୀ ଡେଙ୍ଗୁ ଜ୍ୱରର ଆତଙ୍କ ବୃଦ୍ଧି ପାଇଥିବା ନେଇ ସତର୍କ କରାଇଛି। ଏସିଆନ ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ରାୟ 30%ରୁ ଅଧିକ ଆକ୍ରାନ୍ତ ସଂଖ୍ୟା ବଢ଼ିବାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ଅଦିନିଆ ବର୍ଷା, ଯେଉଁଥିରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି। ଜେମ୍ସ ୱେବ୍ ଟେଲିସ୍କୋପ ଦ୍ୱାରା ନୂଆ ଜଳବାୟୁ ଗ୍ରହ ଆବିଷ୍କାର। ମହାକାଶ ଗବେଷଣା କେନ୍ଦ୍ରର ଆଉ ଏକ ରୋମାଞ୍ଚକର ସଫଳତା। ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ମହାକାଶରେ ଏକ ନୂଆ ଗ୍ରହ ଆବିଷ୍କାର କରିଛି। ଏହି ଗ୍ରହର ଜଳବାୟୁରେ ପ୍ରଚୁର ଜଳୀୟ ବାଷ୍ପ ଏବଂ ମିଥେନ୍ ଗ୍ୟାସ୍ ଥିବା ନେଇ ବୈଜ୍ଞାନିକମାନେ ସୂଚନା ପ୍ରଦାନ କରିଛନ୍ତି। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆଜି 17 ଜୁଲାଇ 2024ର ମୁଖ୍ୟ ସମାଚାର ଏକ ସମ୍ପୂର୍ଣ୍ଣ ସଂଗ୍ରହ। ଆଶା କରୁଛୁ ଆଜିର ଏହି ସ୍ୱତନ୍ତ୍ର ନ୍ୟୁଜ୍ ବୁଲେଟିନ୍ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ପ୍ରତିଦିନ ସର୍ବଶେଷ ଖବର ସବୁଠାରୁ ପ୍ରଥମେ ଓଡ଼ିଆରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ନିଜ ସାଙ୍ଗମାନଙ୍କ ସହିତ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।